ଯେତେବେଳେ କୁମ୍ଭ ନିକୁମ୍ଭ ଅସୁର ମାୟା ଜାଲ ବିସ୍ତାର କରିଛନ୍ତି, ଗୋଟିଏ ଗୁମ୍ଫା ତିଆରି କରିଛନ୍ତି ଏ ସମସ୍ତ ଯାଦବ ବଳମାନଙ୍କୁ ଫସେଇବା ପାଇଁ। ଆଉ ଯାଦବ ବଳମାନେ ଯେତେବେଳେ ଫସିଯିବେ ସେତେବେଳେ ସେମାନଙ୍କର ବେକକୁ ମୋଡ଼ି ସେମାନଙ୍କର ରକ୍ତକୁ ପାନ କରିବେ। ଏ କଥାକୁ ଚିନ୍ତା କରି ଆଜି ମହାଫାସକୁ ମାୟାର ଫାସକୁ ଆଜି ଲଗେଇ ଦେଇଛନ୍ତି। ଯେଉଁ କଥାକୁ ଜାଣିପାରିଛନ୍ତି କୃଷ୍ଣ ବଳରାମ, ଯେତେବେଳେ କୃଷ୍ଣ ବଳରାମ ଜାଣିଛନ୍ତି ଏ ମାୟା ଫାସ ଲଗେଇଛନ୍ତି କୁମ୍ଭ ନିକୁମ୍ଭ ଅସୁର, ସେତେବେଳେ ଚିନ୍ତା କରୁଛନ୍ତି ଏ ଦୁଇ ଜଣକୁ ନିଶ୍ଚିତ ମାରିବାକୁ ପଡ଼ିବ। ଆଉ ଯାଦବ ବଳମାନେ ସମସ୍ତେ ଆଜି କେହି କାହାକୁ ପାଉନାହାନ୍ତି, ସମସ୍ତେ ଆର୍ତ ଚିତ୍କାର କରୁଛନ୍ତି ଯେ ଆମେ କେଉଁଠି ପଶିଗଲୁ, କୁଆଡ଼େ ଯିବୁ, ଏଠି ବାଟ ଦେଖାଯାଉ ନାହିଁ, ଯୁଆଡ଼େ ଗଲେ ବି କେବଳ ଆଗକୁ ବାଟ ଦେଖାଯାଉଛି, ପଛକୁ ବାଟ ନାହିଁ। ଯେତେବେଳେ ଯାଦବ ବଳମାନେ କେହି କାହାରିକୁ ଦେଖିପାରୁନାହାନ୍ତି ଆଉ ସବୁକିଛି ଅନ୍ଧକାର ଦେଖାଯାଉଛି, ସେତେବେଳେ ସମୟରେ ଯେମିତି ଦୈତ୍ୟ ଆଜି ଯେମିତି ହୁଳହୁଳି ରଡ୍ଡି ଛାଡ଼ି ଯେତେବେଳେ ଆସୁଛନ୍ତି, ସେତେବେଳେ କେଉଁଠୁ ଆସୁଛି ଏ ହୁଳହୁଳି ଶବ୍ଦ, କେଉଁଠି ଇଏ ଅସୁରର ଚିତ୍କାର ଶୁଭୁଛି। ତେଣୁ ଆଜି ସମସ୍ତେ ଭୟଭୀତ ହୋଇଯାଇଛନ୍ତି। ତେଣୁ କୁଆଡ଼େ ଯିବେ, କେଉଁ ବାଟେ ଯିବେ, ଆଜି ବାଟ ଦେଖାଯାଉନି। ତେଣୁ ସମସ୍ତେ ଆଗକୁ ଆଗକୁ ଯାଉଛନ୍ତି ସତ, କିନ୍ତୁ ସମସ୍ତ କାହା ଦେହରେ ପ୍ରାଣ ନାହିଁ। ସମସ୍ତେ କହୁଛନ୍ତି ଏଥର ଆମ ଜୀବନଟା ଗଲା, ଏଠୁ କେହି ବଞ୍ଚିକି ଯିବାର ଆଶା କାହିଁ ଦେଖାଯାଉନି। ତେଣୁ ଏଠି ସମସ୍ତଙ୍କର ମୃତ୍ୟୁ ସୁନିଶ୍ଚିତ। କେଣିକି ଯିବା ଏବେ ବାଟ ଦିଶୁ ନାହିଁ, ଏବେ ବାଟ ଦିଶୁ ନାହିଁ। ଅସୁରେ ଦ୍ୱାର ଆବରି ଉପରକୁ ଚାହିଁ, ଏବେ ଉପରକୁ ଚାହିଁ। ଅସୁରେ ଦ୍ୱାର ଆବରି ଉପରକୁ ଚାହିଁ, ଏବେ ଉପରକୁ ଚାହିଁ। ଅସୁରେ ଦ୍ୱାର ଆବରି ଉପରକୁ ଚାହିଁ, ଏବେ ଉପରକୁ ଚାହିଁ। ଓଷ୍ଠ କଣ୍ଠ ତାଳୁ କାଜେ ଶୁଭେ ବିକରାଳ, ସୁକେ ବିକରାଳ। ଅଖଡ଼େ ପଡ଼ିଲୁ ଆସି ଶେଷ ଆମ୍ଭ କାଳ, ଏବେ ଶେଷ ଆମ୍ଭ କାଳ। ଅଖଡ଼େ ପଡ଼ିଲୁ ଆସି ଶେଷ ଆମ୍ଭ କାଳ, ଏବେ ଶେଷ ଆମ୍ଭ କାଳ। ଅଖଡ଼େ ପଡ଼ିଲୁ ଆସି ଶେଷ ଆମ୍ଭ କାଳ, ଏବେ ଶେଷ ଆମ୍ଭ କାଳ। ବର ଜାତି ପଣେ ଆସି ପଡ଼ିଲା ଏ ଯୋଗ, ଏବେ ପଡ଼ିଲା ଏ ଯୋଗ। କେହି ବୋଲଇ ଅଟଇ ଆମ୍ଭ ମନ୍ଦ ଭାଗ୍ୟ, ଏବେ ଆମ୍ଭ ମନ୍ଦ ଭାଗ୍ୟ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ପ୍ରଭୁ ଶ୍ରୀ ମଧୁସୂଦନ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ପ୍ରଭୁ ଶ୍ରୀ ମଧୁସୂଦନ। ଯେତେବେଳେ ଆଜି ସମସ୍ତେ ବିଚାର କରୁଛନ୍ତି, ଏହି ସମୟରେ ଅଶ୍ୱକୁ ବାହି ନେଇକି ଯାଉଛନ୍ତି, ରଥକୁ ବାହି ନେଇକି ଯାଉଛନ୍ତି, ଏହି ସମୟରେ ସମସ୍ତଙ୍କର ଭେଟ ହୋଇଯାଉଛି। ଅନ୍ଧକାର ଭିତରେ ଯେତେବେଳେ ସମସ୍ତଙ୍କର ଭେଟ ହୋଇଯାଉଛନ୍ତି, ସମସ୍ତେ ଏକତ୍ରିତ ହୋଇଯାଉଛନ୍ତି ଗୋଟିଏ ଜାଗାରେ। ଏ କଥାକୁ ଲକ୍ଷ୍ୟ କରୁଛନ୍ତି ପ୍ରଭୁ ଚିନ୍ତା କରୁଛନ୍ତି ଏ କୁମ୍ଭ ନିକୁମ୍ଭ ଅସୁରକୁ ଆଜି ବିନାଶ କରିବାକୁ ପଡ଼ିବ। ତାହା ନହେଲେ ଯାଦବ ବଳମାନେ ଆଜି ସମସ୍ତେ ଭୟଭୀତ ହୋଇଗଲେଣି, କିଏ କୁଆଡ଼େ ଛିନ୍ନ ଭିନ୍ନ ହୋଇଗଲେଣି। ତେଣୁ ଏମାନଙ୍କୁ ବଞ୍ଚେଇବାକୁ ପଡ଼ିବ। ଗରିଷ୍ଠ ଦାନବ କୁମ୍ଭ ନିକୁମ୍ଭ ଏବେନି, ୟାଙ୍କ ନାମେ କମ୍ପମାନ ସମଗ୍ର ମେଦିନୀ। ୟାଙ୍କ ନାମେ କମ୍ପମାନ ସମଗ୍ର ମେଦିନୀ। ୟାଙ୍କ ନାମେ କମ୍ପମାନ ସମଗ୍ର ମେଦିନୀ। ନ୍ୟାୟ ଅନ୍ୟାୟ ବିଚାର ନାହିଁ ନାୟକର, ଅଜ୍ଞାନେ ଦୌରାତ୍ମମାନ କରନ୍ତି ଅପାର। ଏହାକୁ ନ ମାଇଲେ ତ ଭଲ ଦଶା ନାହିଁ, ଖଣ୍ଡି ବି ଧରଣୀ ଭାର ଆଜି ନିଶ୍ଚେ ମୁଇଁ। ଖଣ୍ଡି ବି ଧରଣୀ ଭାର ଆଜି ନିଶ୍ଚେ ମୁହିଁ। ଖଣ୍ଡି ବି ଧରଣୀ ଭାର ଆଜି ନିଶ୍ଚେ ମୁହିଁ। ତେଣୁ କୁମ୍ଭ ନିକୁମ୍ଭ ଅସୁରକୁ ବିନାଶ କରିବା ପାଇଁ ଆଜି ପ୍ରଭୁ ଚିନ୍ତା କରୁଛନ୍ତି। ଭାଇ ବଳରାମକୁ ଡାକୁଛନ୍ତି। ପାଖରେ ଅଛନ୍ତି ପଦ୍ମନ, ତାଙ୍କ ପାଖରେ ଅଛନ୍ତି ସୁରଥ। ଏମିତି ସମସ୍ତେ ଆଜି ଏକଜୁଟ ହୋଇଗଲେ। ଦେଖିଦେଲେ କୁମ୍ଭ ନିକୁମ୍ଭ ଅସୁର ଆଜି ଦ୍ୱାରର ନିକଟରେ ଛିଡ଼ା ହୋଇଛନ୍ତି। ଗଡ଼ର ଦ୍ୱାର, ସେ ଗଡ଼ ଦ୍ୱାର ନିକଟରେ ଛିଡ଼ା ହୋଇଛନ୍ତି। ଆଉ ଯେମିତି ବିକଟାଳ ଚିତ୍କାର କରୁଛନ୍ତି, ଆସ ଆସ, ଆଜି ତମମାନଙ୍କୁ ଭକ୍ଷଣ କରି ଆଜି ମୋର ଉଦରକୁ ତୋଷ କରିବି, ଏମିତି ଭାବରେ ଡାକୁଛନ୍ତି। ତେଣୁ ଏଥର ପ୍ରଭୁ ଚିନ୍ତା କଲେ ଏ ଦୁଇ ଜଣଙ୍କୁ ମାରିବାକୁ ପଡ଼ିବ। ତେଣୁ ଆଜି ଅସ୍ତ୍ର ଖଞ୍ଜି ଦେଲେ, ସମସ୍ତେ ଆଜି ଧନୁରେ ତୀର ଖଞ୍ଜି ଦେଲେ ସେ ଦୁଇ ଜଣଙ୍କୁ ମାରିବା ପାଇଁ।